ओम नमो भगवते वासुदेवाय। षष्ठोऽध्याय। श्रीशुक उवाच। से सर्वभूत आत्माधार ऋषभ अंशे अवतार जाहार नाम जोगेश्वर जोग साधिले से अपार। राजोवाच मोर संचय हृदगते भो मुनि कहतो सचिते जे इच्छा बिहारी पुरुष सकल कर्मरे जे ईश्वर ए रूपे किबा कार्य तार संशय फेड मुनिवर अष्ट ऐश्वर्य दाता होई एडे क्लेश जे काहि पाई। श्रीशुक उवाच जे प्रश्न कल हो राजन कहई शुण सावधान ऐश्वर्य आदि धन जेते निर्तोक दर्ज महीपते ଯାହାର ମୂଳ ଲୋଭ ଜ୍ଞାନ ଶୋକ ରସ ଆଦି କାମ ଏ ସର୍ବ ଯାର ମୂଳ ହୋଇ ପ୍ରାଣୀ କି ବନ୍ଧନ କରାଇ କେହା ସାଧ୍ୟ କରୁ ମନେ ମୂଢ଼ ପାମରହୀନ ଜନେ। ଏବେ ହୋ ଶୁଣ ମହିପାଳ ରାଜାରୁ ସଭ ମହାବଳ ଯାର ଅଖିଳ ଲୋକପାଳ ବହନ୍ତି ଚରଣ ଯୁଗଳ ସେ ଦେବ ନାନାଦି ଲକ୍ଷଣେ ଜଡ଼ର ପ୍ରାୟ ଆଚରଣେ ଭ୍ରମନ୍ତି ନାନା ଦେଶ ଗ୍ରାମେ ଯୋଗ ଶିଖାଇ ଯୋଗୀ ଗଣେ। ଏମନ୍ତେ ଗଲା କେତେ ଦିନ ଶୁଣ ରାଜନ ଏକ ମନ ଋଷଭ ମନେ ବିଚାରିଲେ ଏ ଦେହ ଛାଡ଼ିବୁ ବୋଇଲେ ଆତ୍ମାରେ ମନକୁ ବୁଡ଼ାଇ ନିଶ୍ଚଳ ଧ୍ୟାନେ ମନ ଦେଇ ଏମନ୍ତେ ମୁକ୍ତି ଫଳ ରୂପେ ହୋଇ ସେ ଈଶ୍ୱର ସ୍ୱରୂପ ମୃତ୍ୟୁର ପ୍ରାୟ ଦେହ ମନ ଇଚ୍ଛା ଜିହାରେ ମହାଜ୍ଞାନ ଦକ୍ଷିଣ କର୍ଣ୍ଣାଟ ସହରେ ମିଳିଲେ କୁକଟ ନଗରେ ତହିଁର ଉପବନେ ସେହି ବୋଲନ୍ତି ମୁକ୍ତ ବେଶ ହୋଇ ଏମନ୍ତେ ପବନ ବେଗରେ ଅଗ୍ନି ଜଳିଲା ଅତି ଖରେ ବନସ୍ଥ ଜୀବ ବୃକ୍ଷ ମାନ ଶୀଘ୍ର ସେ କରଇ ଦହନ ସେ ଜଡ଼ ରୂପ ଯୋଗେଶ୍ୱର ପଶିଲେ ଅଗ୍ନିର ଭିତର ପବନ ବେଗେ ଅଗ୍ନି ଖରେ ଦହିଲା ତାହାଙ୍କ ଶରୀରେ ପାଷାଣ୍ଡ ପଣ ଯେଣୁ ହୋଇ କୁପଥ ମାନ ସେ ଲଭଇ କଳି ଯୁଗରେ ନରନାଥ ହୋଇବେ ମାୟା ବିମୋହିତ ଶୌଚ ପବିତ୍ର ଦୂର କରି ଦେବତା ନିନ୍ଦା ସେ ଆଚରି କଳିର ଆଚାର ଯେ ସନ ତହିଁରେ ହୋଇ ମତି ଭ୍ରମ ଦେବ ବ୍ରାହ୍ମଣ ଯଜ୍ଞମାନ ନିନ୍ଦା କରିବେ ଅନୁକ୍ଷଣ ସ୍ୱପଥ କର୍ମ ଯେ ହୁଡ଼ିବେ କୁମାର୍ଗ ପଥ ଆଚରିବେ କହିବା ଶୁଣ ନୃପବର ଏ ଯେ ଋଷଭ ଅବତାର। ରାଜସ ଗୁଣରେ ଯୁକ୍ତ ଭକତି କଲେ ସେ ବିଖ୍ୟାତ ଯାହାର ଗୁଣ ଏ ସଂସାରେ ଗାୟନ କଲେ ସାଧୁନରେ ଶପଥ ସିନ୍ଧୁ ଆଦି କରି ଆବର ଯେତେ ବସୁନ୍ଧରୀ ଦୀପ ବରସ ଭଦ୍ରସେନ ଯହିଁର ଜନ୍ମ ପ୍ରାଣୀ ମନ ଅଖିଳ ଜନ ଯେ ଠାକୁର
ତାହାର ଜନ୍ମ ଅବତାର। ଗାୟନ କରନ୍ତି ହରଷେ କେବା ଅଜ୍ଞାନ ପାପ ନାଶେ। ଧନ୍ୟ ସେ ପ୍ରିୟ ବ୍ରତ ବଂଶେ ଯହିଁ ଜନ୍ମିଲେ ବିଷ୍ଣୁ ଅଂଶେ। ଧନ୍ୟ ସେ ରାଜା ମଧ୍ୟେ ଶ୍ରେଷ୍ଠ ଭକ୍ତ ମଧ୍ୟରେ ସେ ଗରିଷ୍ଠ। ଏହାର ତୁଲେ କେହା ଚରି ସେ ବଂଶେ ବିଷ୍ଣୁ ଅବତାରୀ। ଦେବ ବ୍ରାହ୍ମଣ ଗୁରୁ ଆଦି ଦେବତା ନର ଯେ ପ୍ରସିଦ୍ଧି। ସେ ସର୍ବ ଗୁରୁ ଭଗବାନ ବୃଷଭ ପରମ କାରଣ। ତାହାଙ୍କ ଅଦ୍ଭୁତ କରମ ବିଶୁଦ୍ଧ ଯେତେ ଆଚରଣ। ପ୍ରାଣୀମାନଙ୍କ ପାପ ହରେ ପରମ ମଙ୍ଗଳ ମନ୍ଦିରେ। ଶ୍ରଦ୍ଧାରେ ଶୁଣନ୍ତି ଯେ ନରେ ହରଷେ ଗାବନ୍ତି ଶ୍ୱଶୁରେ। ଚଞ୍ଚଳ ମନ ସ୍ଥିର କରି ଯେ ଅବା ବଦନେ ଉଚାରି। ବିଷୟ ନାବେ ବୁଡ଼ି ଥାଇ ଭକ୍ତି ଭେଳାରେ ସେ ତରଇ। ପୁରୁଷୋତ୍ତମକୁ ସେ ପାଇ ଯାର ପ୍ରସାଦୁ ରକ୍ଷା ହୋଇ। ଶୁଣ କହିବା ନୃପବର ଯେ ଯଦୁ ବଂଶର ଠାକୁର। ତାହାର ଭୃତ୍ୟକୁ ଭାଜନ ଯେ ସେ ଅନାଦି ଭଗବାନ। ତାହାର ଭୃତ୍ୟକୁ ଭାଜନ ସେ ଯେ ଅନାଦି ଭଗବାନ। ନାନା ଅବତାରକୁ ବହି ସଂସାର ପ୍ରାଣୀଙ୍କି ତାରଇ। ଭକ୍ତିରେ ତାକୁ ଯେ ଭଜଇ ସେ ପ୍ରଭୁ ତାକୁ ମୋକ୍ଷ ଦେଇ। ଯେ ନିର୍ତ୍ତ ଆନନ୍ଦ ଶରୀର ଯାହାର କୃଷ୍ଣ ମତି ଦୂର। ପରମ କଲ୍ୟାଣ କାରଣ ପରଲୋକରେ ପରାୟଣ। ସେ ଯେ ଋଷଭ ପ୍ରାଣୀଙ୍କର ତାହାଙ୍କୁ ମୋର ନମସ୍କାର। କହଇ ବିପ୍ର ଜଗନ୍ନାଥ ପଞ୍ଚମ ସ୍କନ୍ଧେ ଭାଗବତ। ସେ ପ୍ରଭୁ ଋଷଭ ଚରଣେ ମୋ ମନ ରହୁ ଅନୁକ୍ଷଣେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟା 82 ପଞ୍ଚମ ସ୍କନ୍ଧେ ଋଷଭ ଚରିତ ନାମ ଷଷ୍ଠୋଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।